ଯେଉଁମାନେ ନିଜକୁ ମହାନ ଭାବି ପର ଘରୁ ଆଣିଥିବା ଝିଅମାନଙ୍କୁ ପାଦ ତଳର ଜୋତା ଭାବି ନିଅନ୍ତି, ଖାସ୍ କରି ସେହି ପୁରୁଷମାନଙ୍କ ପାଇଁ ଆଜିର ଭିଡ଼ିଓଟି। ଯେଉଁ ଝିଅମାନଙ୍କୁ ତମେ ବିବାହ କରିସାରିବା ପରେ ପାଦ ତଳର ଜୋତା ଭାବୁଛ ନା, ସେହି ନିରୀହ ଝିଅମାନେ ବାପ ଘରର ପରିସ୍ଥିତି ଦେଖି ନିଜେ ପଛେ ମରି ମରି ବଞ୍ଚନ୍ତି, କିନ୍ତୁ ତାଙ୍କ ପରିବାର ଲୋକଙ୍କୁ କିଛି ବି କହିନଥାନ୍ତି। କାରଣ କ'ଣ ଜାଣିଛନ୍ତି ନା, ଯେଉଁ ପୁରୁଷ ତାକୁ କୁକୁର ଭଳି ବ୍ୟବହାର କରି ଗାଈ ଗୋରୁ ଭଳି ବାଡ଼ଉଛି, ସେହି ପୁରୁଷମାନଙ୍କୁ ବି ତାଙ୍କ ପରିବାର ଆଗରେ କେବେ ସେ ତାଙ୍କ ମୁଣ୍ଡ ତଳକୁ ହେବାକୁ ଦଉନି। ତମ ମା ଭଉଣୀକୁ ଯଦି କିଏ ମାରେ, ତମେ ଆଗ ଠେଙ୍ଗା ଧରି ତା ଘର ଆଗରେ ଛିଡ଼ା ହେଇଯାଉଛ। କିଛି ନ ବୁଝି ନିଜ ଝିଅ କି ନିଜ ଭଉଣୀକୁ ଧରି ପଳେଇ ଆସୁଛ। କିନ୍ତୁ ଯେତେବେଳେ ତମେ ଗୋଟେ ଝିଅକୁ ଅକଥନୀୟ କଷ୍ଟ ଦଉଛ, ସେତେବେଳେ ତା ପାଖରେ ତାକୁ ସାହା ହେବା ପାଇଁ ତା ଭାଇ ନାହିଁ, କି ତା ବାପା ପାଖରେ ତାକୁ ରଖିବା ପାଇଁ ସେତିକି ସାମର୍ଥ୍ୟ ନାହିଁ। କିନ୍ତୁ ତମେ ଦେଉଥିବା କଷ୍ଟ ଯେତେବେଳେ ସୀମା ପାର ହେଇଯାଉଛି ନା, ସେତେବେଳେ ତମକୁ କଷ୍ଟ ଦେବା ପାଇଁ ଭଗବାନ ତମର ପାଞ୍ଜି ଲେଖା ଆରମ୍ଭ କରୁଛନ୍ତି। ପର ଝିଅ ବୋହୂକୁ ଆପଣ ଯେତିକି କଷ୍ଟ ଦେବେ, ନିଜ ଝିଅମାନଙ୍କୁ ଭଗବାନ ତାଠୁ ଅଧିକ କଷ୍ଟ ଦେବେ।